नमस्कार मो मतर नूतन एक अध्याय मु नव महापात्र आपण मानक स्वागत। मो मतरे आज एक विशेष विषय पर आलोचना करिबा मते फील हैला अनुभव हैला जे ए विषय रे आलोचना करिबा आज ही श्रेयस्कर हबो काहेकि ना आज ही से भली एक दिन जनवरी 20 तारीख आज होची किट आउ किसर प्रतिष्ठाता प्रोफेसर डॉक्टर अच्युत सामंत जन्मदिन। मो मतरे आज अच्युत सामंत बाबद आलोचना करिबा। आलोचना करने पूर्व मु आपण मानक माध्यम रे आम ओडिशा मोबाइल टीवी टीम तरफ अच्युत सामंत को जन्मदिन अनेक अनेक शुभेच्छा और शुभकामना। महाप्रभु जगन्नाथ तांकु असीम धैर्य दियंतु, असीम शक्ति दियंतु, असीम साहस दियंतु। आउ आमे आशा भी रखुचु आ जगन्नाथ पाखरे प्रार्थना भी करुचु। आज शीर्षक भी रखीचु अच्युत को नोबेल। सोशल सर्विस सामाजिक सेवा उपरे अच्युत को नोबेल पुरस्कार देवा पाई केंद्र सरकार सुपारिश करंतु, राज्य सरकार सुपारिश करंतु, सबुठी यही स्वर उठू अच्युत को नोबेल। कहीं अच्युत सामंत को नोबेल लवा ए एक अच्युत विरोधी गोटे प्रश्नवाची सृष्टि हो पारे। अच्युत सामंत को नहीं अनेक बड़ बड़िया तथा कथित अच्युत को विरोध करती, अच्युत को नाना प्रकार कुश्चिया रटाना करती एवं सेगुड़िक गणमाध्यम स्थानित हुए। जनवरी 20 तारीख 1965 मसीहा अच्युत सामंत जन्मदिन। कलरा बांक जगतसिंहपुर जिलार नीलिमा राणी अनादिचरण सामंत कोलमंडन करती अच्युत सामंत। एमएससी रे केमिस्ट्री एमएससी करिसेंती उत्कल यूनिवर्सिटी रे। अभाव अनाटन छोट बेलू बापा को हर अभाव अनाटन जहाँ को कहा जाए तारी भितरु अच्युत सामंत बाहरी आसी अभाव रे थिबा अनेक हजार हजार आदिवासी छात्र छात्री अन्नदाता पलटि शिक्षादाता पलटि। खाली छात्र छात्री नुह जदि आमे किट आउ किस दुईटी यूनिवर्सिटी राजधानी भुवनेश्वर रे ठिया कर जहाँ एक विराट अचीवमेंट 65 देशरू प्रति वर्ष 40,000 छात्र छात्री पाठ पढ़ुଛନ୍ତି। अच्युत सामंत गरीब घरू आछंती, खाइबा को 2 ओला खाइबा को नथिला। एमएससी केमिस्ट्री करिया परे अध्यापना वृत्ति की बाछि नेले। से अध्यापना
ବୃତ୍ତିରେ ଥିବା ବେଳେ ମନରେ କୋଉଠି ନା କୋଉଠି ତାଙ୍କର ସେ ଅଭାବୀର ସମୟଟା ତାଙ୍କ ମନରୁ ଲିଭୁ ନଥିଲା। ଆଉ କିଏ କାଳେ ଅଭାବରେ ଥିବ, ସେ ଯେଉଁ ଆଲୋଡ଼ନ ତାଙ୍କ ଭିତରେ ସୃଷ୍ଟି ହୋଇଥିଲା ଏବଂ 1992 ମସିହାରେ ଗୋଟେ ITI ଟ୍ରେନିଂ କିଟ୍ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ କିଟ୍ର ସୃଷ୍ଟି ହୋଇଥିଲା, କିଟ୍ ତିଆରି ହୋଇଥିଲା। କିଛି ଅଳ୍ପ କିଛି ନିଜ ରୋଜଗାର ଅର୍ଥ, କିଛି ସାଙ୍ଗସାଥୀକୁ ନେଇ କିଟ୍ ଆରମ୍ଭ ହୋଇଥିଲା। ଆଉ ଧୀରେ ଧୀରେ ଆଜି ଯେଉଁଠାରେ ପହଞ୍ଚିଛି, ଗୋଟିଏ ୟୁନିଭର୍ସିଟି ନୁହଁ, ଦୁଇଟି ୟୁନିଭର୍ସିଟି ଠିଆ କରିପାରିଛନ୍ତି ଏବଂ ଯେଉଁଠି ପ୍ରତି ବର୍ଷ 40,000 ପିଲା ପାଠ ପଢୁଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା ଯୋଉ କିସ୍ ୟୁନିଭର୍ସିଟି ପୃଥିବୀରେ ଏକମାତ୍ର ୟୁନିଭର୍ସିଟି ଯାହା ଟ୍ରାଇବାଲ ମାନଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ଟ୍ରାଇବାଲ ଛୁଆ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏଠି ପଢୁଛନ୍ତି। ଆହୁରି ଗୋଟେ ବଡ଼ ଜିନିଷ, ଅଚ୍ୟୁତ ବିରୋଧୀ ଲୋକଙ୍କ ପାଇଁ, ଅଚ୍ୟୁତ ସାମନ୍ତଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି, ଅଚ୍ୟୁତ ସାମନ୍ତ କୁଆଡ଼େ ସରକାରୀ ଅନୁଦାନ ଆଣନ୍ତି, ପିଲାମାନଙ୍କ ପାଇଁ ସରକାରୀ ଚାଉଳ ଆଣନ୍ତି, ପିଲାଙ୍କୁ କୁଆଡ଼େ ଖାଇବାକୁ ଦିଅନ୍ତି ନାହିଁ, ପାରା ଭାଡ଼ିରେ ରଖନ୍ତି। ଏ କଥା ଗଣମାଧ୍ୟମରେ ଘୁରି ବୁଲେ। ମୁଁ ତାରି ଉପରେ ଗୋଟେ ଛୋଟିଆ କଥା କହିବି। ଯେଉଁ ପିଲା ସେଠି ଖାଇପାରିନି, ଅଚ୍ୟୁତ ସାମନ୍ତଙ୍କର ଯେଉଁ କିସ୍ରେ ସେମାନଙ୍କୁ ଅତ୍ୟାଚାର କରାଯାଉଛି, ଖାଇବାକୁ ଦିଆଯାଉନାହିଁ, ପାରା ଭାଡ଼ିରେ ରଖାଯାଉଛି, ସେ ପିଲା ଯଦି ସେଠି ଛୁଆ ସମୟ ବିଦ୍ରୋହ କରିପାରୁନଥିବ, ବଡ଼ ହେଲେ ସେ ଯେଉଁଠି ଏଷ୍ଟାବ୍ଲିଶ ହେଇଯିବ, ଯେଉଁଠି ନିଜର ସ୍ଥିତି ଜାହିର କରିପାରିବ, ଆଉ ଅଚ୍ୟୁତ ସାମନ୍ତଙ୍କର କୌଣସି କର୍ତ୍ତୃତ୍ୱ ନଥିବ, ସେ ସମୟରେ ସେ ମୁହଁ ଖୋଲିପାରିବ। ଆମେ ଯଦି ନଜର ପକେଇବା, ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଆଉ ଜୋଇଁ, ଦୁଇ ଜଣ ଯାକ କିସ୍ର ଷ୍ଟୁଡେଣ୍ଟ। ଦ୍ରୌପଦୀ ମୁର୍ମୁ ତ ସେତେବେଳେ ରାଷ୍ଟ୍ରପତି ନଥିଲେ, ତାଙ୍କ ଝିଅ ସେଠାରେ ପଢୁଥିଲେ, ତାଙ୍କ ଜୋଇଁ ବି ସେଠାରେ ପଢୁଥିଲେ। ସେମାନଙ୍କୁ ଯଦି ମାନେ ଖାଇବାକୁ ଦିଆଯାଇ ନଥିଲା, ସେମାନଙ୍କୁ ଅତ୍ୟାଚାର କରାଯାଉଥିଲା, ମାନେ ଏବେ ବି ମୁହଁ ଖୋଲି ପାରିଥାନ୍ତି। ପ୍ରତି ବର୍ଷ ଦେଖିବେ OAS ରେଜଲ୍ଟ ବାହାରିଲା, କିଟ୍ର ଗୋଟେ ସିଂହ ଭାଗ ଯାଇଥିବ। ଜୁଡିସିଆରୀ ସର୍ଭିସ OJS ରେଜଲ୍ଟ ବାହାରିଲା, କିସ୍ର ଗୋଟେ ସିଂହ ଭାଗ ଯାଇଥିବ। କିସ୍ ଏଭଳି ଭାବରେ ମାନେ ପ୍ରତି ରେଜଲ୍ଟ, ଆପଣଙ୍କର ମାଟ୍ରିକ ରେଜଲ୍ଟ ବାହାରୁ, HSC ରେଜଲ୍ଟ ବାହାରୁ, କି CBSE ର ରେଜଲ୍ଟ ବାହାରୁ, ପ୍ରତି ରେଜଲ୍ଟରେ ଦେଖିବେ ଅଚ୍ୟୁତ ସାମନ୍ତଙ୍କର କିଟ୍ ଆଉ କିସ୍ ଅନୁଷ୍ଠାନ ଗୋଟେ ସିଂହ ଭାଗ ନେଇଯାଇଥିବେ। ମୁଁ ଆଉ ଗୋଟେ କଥା ମଧ୍ୟ ଆପଣମାନଙ୍କୁ ସୂଚେଇ ଦେବାକୁ ଚାହୁଁଛି ଯେ ଆଗରୁ ବିଜୁ ବାବୁ ଥିବା ସମୟରେ ଯେଉଁ କେନ୍ଦ୍ରୀୟ ନେତାମାନେ ଆସନ୍ତି, ଦେଶର ଅନେକ ନେତୃବୃନ୍ଦ ଆସନ୍ତି, ବଡ଼ ବଡ଼ ଲୋକ ଆସନ୍ତି, ବିଦେଶରୁ ଲୋକ ଆସନ୍ତି, ସେମାନେ ସବୁ ନବୀନ ନିବାସ ଯାଉଥିଲେ ବିଜୁ ବାବୁଙ୍କୁ ଦେଖା କରିବା ପାଇଁ। ବର୍ତ୍ତମାନ ସେଇଟା ବଦଳି ଯାଇଛି। ବର୍ତ୍ତମାନ ଯିଏ ଆସୁଛନ୍ତି, କେନ୍ଦ୍ରୀୟ ନେତୃତ୍ୱ ହୁଅନ୍ତୁ କି ଦେଶ ବିଦେଶରୁ ଅନେକ ବଡ଼ ବଡ଼ ନେତା ଆସୁଛନ୍ତି ଏବଂ ସେମାନେ ଆସୁଛନ୍ତି ଆଉ କିସ୍ ମାନେ କିଟ୍ କି ଦେଖି ଅଭିଭୂତ ହେଇଯାଉଛନ୍ତି। ଏତେ ବଡ଼ ଅନୁଷ୍ଠାନ, ଦଳ ମତ ନିର୍ବିଶେଷରେ ସମସ୍ତେ ଅଚ୍ୟୁତ ସାମନ୍ତଙ୍କୁ ସାବାସୀ ଦେବାକୁ ପଛାଉ ନାହାନ୍ତି।
ଯଦି ଅଚ୍ୟୁତ ସାମନ୍ତ ପାରା ଭାଡ଼ିରେ ରଖି ଖାଇବାକୁ ନ ଦେଇ ପିଲାଙ୍କୁ ଅତ୍ୟାଚାର କରୁଛନ୍ତି, ପିଲା ଏତେ ଆଗକୁ କିଭଳି ଯାଉଛନ୍ତି? ଆପଣ ଦେଖିବେ 23 ଜଣ ଅଲିମ୍ପିକ ଖେଳିଥିବା 23 ଜଣ ଖେଳାଳୀର ମାନେ ସୃଷ୍ଟିକର୍ତ୍ତା ହଉଛି କିସ୍ ଆଣ୍ଡ କିଟ୍। 3 ଜଣ ପାରା ଅଲିମ୍ପିଆନ୍ସକୁ ଅଚ୍ୟୁତ ସାମନ୍ତ ତିଆରି କରିଛନ୍ତି। ଜମି ଜମା ଜାଗା ବାଡ଼ି ଗୋଟେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ସବୁକୁ ଆଲୋଚନା ପ୍ରସଙ୍ଗ କରିବା ମତେ ଲାଗୁଛି ଗୋଟେ ଭିତ୍ତିହୀନ ତଥ୍ୟ। ଧରନ୍ତୁ ଅଚ୍ୟୁତ ସାମନ୍ତ ଯେତିକି ବଡ଼ ମାନେ ଏରିଆରେ କରିଛନ୍ତି ତାଙ୍କର କିସ୍ ଆଣ୍ଡ କିସ୍ ଅନୁଷ୍ଠାନ, ସେଠି ନିଶ୍ଚିତ କିଛି ଜମି ଜାଗା ପାଇଁ ଅଡୁଆ ଥିବ। ଅଚ୍ୟୁତ ସାମନ୍ତ ସେଠି ଘର କରିବାକୁ ନେଉନାହାନ୍ତି। ଅଚ୍ୟୁତ ସାମନ୍ତ ଯୋଉ କଥା କହିଛନ୍ତି ଯେ ମୁଁ ଯଦି ଗୋଟେ ଇଟା କିସ୍ କିମ୍ବା କିଟ୍ରେ ଯୋଡ଼ି ଦିଏ ସେଟା ଓଡ଼ିଶାର ପ୍ରପର୍ଟି। ହଁ ଆଜ୍ଞା, କିଟ୍ କିସ୍ ଓଡ଼ିଶାର ଗର୍ବ ବର୍ତ୍ତମାନ। ଆପଣ ଦେଖିବେ ଖାଲି ଶିକ୍ଷା ନୁହଁ, କିମ୍ସ ବୋଲି ଗୋଟେ ମେଡିକାଲ ବି କରିଛନ୍ତି। ଅନେକ ଜାଗାରେ ଦେଖିବେ ଅଚ୍ୟୁତ ସାମନ୍ତ ମେଗା ହେଲ୍ଥ କ୍ୟାମ୍ପ କରି ଲୋକଙ୍କର ଯୋଉ ଦୁର୍ଦ୍ଦଶା ଅଛି ରୋଗ ସମ୍ବନ୍ଧୀୟ ତାକୁ ଦୂର କରିବାରେ ଚେଷ୍ଟା କରୁଛନ୍ତି। ଆମେ ଗୋଟେ ଦୁଇଟା ଛୁଆଙ୍କୁ ପାଠ ପଢ଼େଇବା କେତେ ମୁସ୍କିଲ ସମସ୍ତେ ଅନୁଭବ କରିପାରୁଥିବେ। 40,000 ପିଲାଙ୍କୁ ପ୍ରତି ବର୍ଷ ପାଠ ପଢ଼େଇବା କେତେ ବଡ଼ ରିସ୍କି। ଛୋଟ ମୋଟ ଘଟଣା ଅନେକ ସମୟରେ ଦେଖାଯାଏ, ଗୋଟେ ନେପାଳୀ ଛାତ୍ର କି ଛାତ୍ରୀଟେ ମରିଗଲା, ଅଚ୍ୟୁତ ସାମନ୍ତକୁ ଗିରଫ କର। ମୁଁ ସେଇମାନଙ୍କୁ ଗୋଟେ ଛୋଟ ପ୍ରଶ୍ନ ପଚାରୁଛି। ଗୋଟେ ଆଦିବାସୀ ସ୍କୁଲରେ ବି ଘଟଣା ଘଟୁଛି। ଆଦିବାସୀ ସ୍କୁଲରେ ଯଦି ଘଟଣା ଘଟିଲା, ଗୋଟେ ଛୁଆଟେ ମରିଗଲା କି ଛୁଆଟେ ଇଞ୍ଜୁର୍ଡ ହେଇଗଲା, ସେଠି କ'ଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାହେଇଯାଉଛି ନା ଆଦିବାସୀ ମନ୍ତ୍ରୀଙ୍କୁ ଗିରଫ କରାହେଇଯାଉଛି? ଏଠି କ'ଣ ପାଇଁ ଅଚ୍ୟୁତ ସାମନ୍ତକୁ ଗିରଫ କରାଯିବ? କାହିଁ ଅଚ୍ୟୁତ ସାମନ୍ତ ଆମ ଓଡ଼ିଶାର ଲୋକ। ଓଡ଼ିଶାର ଲୋକ କଙ୍କଡ଼ା ପରା ଜାତିରେ, ପ୍ରକୃତିରେ କଙ୍କଡ଼ା। ସେମାନେ ଉପରୁ କାହାକୁ ଯିବାକୁ ଦେବେ ନାହିଁ। ଅଚ୍ୟୁତ ସାମନ୍ତ ଏମିତି ଜଣେ ବ୍ୟକ୍ତିତ୍ୱ, 70ଟା ଡକ୍ଟରେଟ ଡିଗ୍ରୀ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଦେଲାଣି, ବିଭିନ୍ନ ୟୁନିଭର୍ସିଟି ଦେଲାଣି। କ'ଣ ଅଛି ଏ ଲୋକ ଦେହରେ? କ'ଣ ନାହିଁ କିଟ୍ ଆଣ୍ଡ କିସ୍ରେ? ସବୁ ସମୟରେ ଦେଖିବେ 12 ମାସରେ 13 ପର୍ବ। ଖାଲି ହିନ୍ଦୁ ନୁହଁ, ଅନ୍ୟ ଭାଷା ସଂସ୍କୃତିକୁ ମଧ୍ୟ ସମ୍ମାନ ଦେଇ କିଟ୍ରେ କିସ୍ରେ ପାଳନ କରାଯାଏ ଉତ୍ସବ। ଆମେ ସୋସିଆଲ ଗଣମାଧ୍ୟମରୁ ଦେଖୁ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଚ୍ୟୁତ ସାମନ୍ତଙ୍କର ଅଗାଢ଼ ଭକ୍ତ। କିଟ୍ ଦେଖିବେ ଯୋଉଠି ଜଗନ୍ନାଥ ମହାପ୍ରଭୁଙ୍କର ମନ୍ଦିରଟେ ନିର୍ମାଣ କରାଯାଇଛି, ପ୍ରତିବର୍ଷ ରଥଯାତ୍ରା ପାଳନ କରାଯାଉଛି। କିଟ୍ କିସ୍ ଯୋଉ ଲେବୁଲକୁ ଗଲାଣି, ଯୋଉମାନେ ଅଚ୍ୟୁତ ବିରୋଧୀ ସେମାନଙ୍କୁ ଦେହରେ ଯାଉନାହିଁ। ଅଚ୍ୟୁତ ସାମନ୍ତଙ୍କ ପଛରେ ଯୋଉମାନେ ଲାଗିଛନ୍ତି ଆପଣମାନେ ସମସ୍ତଙ୍କୁ ଜାଣିଛନ୍ତି, ଆଉ ସମସ୍ତେ ମଧ୍ୟ ଏବେ ନୁହେଁ, ଅଚ୍ୟୁତ ସାମନ୍ତଙ୍କ ପଛରେ ଅନେକ ଦିନ ଧରି ଲାଗିଛନ୍ତି। ଏବଂ ଯୋଉମାନେ ମୋର ଏକ୍ସପିରିଏନ୍ସ କହୁଛି, ଯୋଉମାନେ ଅଚ୍ୟୁତ ସାମନ୍ତଙ୍କ ପଛରେ ଲାଗିଛନ୍ତି ସେମାନେ ତଳକୁ ଖସି ଚାଲିଛନ୍ତି। ଏବେ ଗୋଟେ ଗଣମାଧ୍ୟମ ଆପଣମାନେ ଜାଣିଛନ୍ତି, କୋଉ ଗଣମାଧ୍ୟମ ଏବେ ତାଙ୍କର ପୁରା ଚରିତ୍ର ସଂହାର କରୁଛି। ତା ପୂର୍ବରୁ ମଧ୍ୟ ଏକ ଗଣମାଧ୍ୟମ ଥିଲା, ସେ ମଧ୍ୟ ଚରିତ୍ର ସଂହାର କରୁଥିଲା। ସେ ଗଣମାଧ୍ୟମ ଏବେ ଜନମାନସରୁ ହଟିବାକୁ ବସିଲାଣି। ଅଚ୍ୟୁତ ସାମନ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖେଳ
ବର୍ତ୍ତମାନ ଖେଳଟି ମଧ୍ୟ ଅଚ୍ୟୁତ ସାମନ୍ତ ଗୁରୁତ୍ୱର ସହ ଶିକ୍ଷା ଦେଉଛନ୍ତି ତାକୁ ସେ ଲେଭେଲକୁ ନେବା ପାଇଁ। ସେଠି ଷ୍ଟାଡିୟମ କରି ପିଲାଙ୍କୁ ଖେଳ ଶିଖେଇ ବିଭିନ୍ନ ପ୍ରକାର ଖାଲି ଶିକ୍ଷା ନୁହଁ, ସେ ଶିକ୍ଷା ସହ ଶାରୀରିକ ଶିକ୍ଷା ବିଭିନ୍ନ ପ୍ରକାର ଶିକ୍ଷା ଦେଇ ଅନେକ ଛାତ୍ରଛାତ୍ରୀଙ୍କୁ ଉତ୍ପନ୍ନ କରିବାରେ ଯେଉଁ ଗୋଟେ ଏଡ଼େ ବଡ଼ ପ୍ରୟାସ ଅନୁଭବ ହୁଏ। ଇଏ ଏତେ ବଡ଼ ପ୍ରୟାସ ଭାରତ ବର୍ଷରେ କୌଣସି ସରକାର ବି କରିବାରେ ସକ୍ଷମ ହେଇନାହାନ୍ତି। ବ୍ୟକ୍ତିଗତ କଥା ତ କହିବା ବାହୁଲ୍ୟ ହବ। ମୁଁ ତ ସେଥିପାଇଁ କହିଲି ପୃଥିବୀରେ ଆଦିବାସୀ ମାନଙ୍କୁ ନେଇ ଟ୍ରାଇବାଲ ୟୁନିଭର୍ସିଟି ନାହିଁ ଯାହା କିସ୍ କରି ଦେଖାଉଛି। ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ନୋବେଲ କିଛି ବଡ଼ କଥା ନୁହେଁ ବୋଲି ମୁଁ ଅନୁଭବ କରୁଛି। ଆପଣମାନଙ୍କ ଅନୁଭବ କ'ଣ? ଆପଣମାନେ ଆପଣଙ୍କ ମତାମତ ଦେବେ। ବର୍ତ୍ତମାନ ପାଇଁ ମୋ ମତ ଏତିକି। ପୁଣି ଦେଖା ହବ ଆଗାମୀ ଏକ ଅଧ୍ୟାୟ ସହ। ନମସ୍କାର।